ଭଜନ ସେଇଟା ହିଁ ମୋର କୂଳ ଧର୍ମ, ସେଇଟା ହିଁ ମୋର ଅବଶେଷ କୁହାଯାଇଛି। ବୈଷ୍ଣବ କୂଳେ ଅବସ୍ଥିତ ହଇଆ বৈষ্ণবোচিত ধর্ম বৈষ্ণবর অবশেষ গ্রহণ যেন আমার জন্মে জন্মে কৃত্য হয়। বৈষ্ণব কূলে অবস্থিত হইয়া মানে সাধুମାନଙ୍କ ସଙ୍ଗରେ ଗୋଷ୍ଠୀରେ ବୈଷ୍ଣବ କୂଳ ଯାଉ ବୈଷ୍ଣବମାନଙ୍କ ସଙ୍ଗରେ ରହି କ'ଣ କରିବ? ବୈଷ୍ଣବୋଚିତ ଧର୍ମ ବୈଷ୍ଣବର ଅବଶେଷ ଗ୍ରହଣ ଏବଂ ଆମର ଜନ୍ମ ଜନ୍ମ କୃତ୍ୟ, ମୋର ଜନ୍ମ ଜନ୍ମରେ ଏହା ହିଁ କାମନା ପ୍ରଭୁ, ବୈଷ୍ଣବ ସଙ୍ଗରେ ରହିବି, ବୈଷ୍ଣବୋଚିତ ଧର୍ମ ଯାଜନ କରିବି ଆଉ ବୈଷ୍ଣବ ଉଚ୍ଚିଷ୍ଟ ସେବନ କରିବି, ଆଉ କିଛି ଦରକାର ଏଇ ମୋର ଅଭିଳାଷ। ସାଧୁ ସଙ୍ଗେ ଦିହବାସ ସବୁବେଳେ ସତ୍ସଙ୍ଗରେ ରହିବି। ସାଧୁ ବର୍ତ୍ତମାନ ପ୍ରଭୁ ସାଇପାଦ କହିଲେ ସାଧୁ ମାର୍ଗକୁ ଅବଲମ୍ବନ କରିବି, ବୈଷ୍ଣବୋଚିତ ଧର୍ମ କରିବି, ପାଳନ କରିବି ଆଉ ବୈଷ୍ଣବ ଉଚ୍ଚିଷ୍ଟ, ଏହି ମୋର କୃତ୍ୟ ହେବ। ବୈଦିକ ଅନୁଷ୍ଠାନ ସମୂହ ଯାହାদের କୁଳଧର୍ମ ବୋଲିଆ ବିଶ୍ୱାସ ଏବଂ ଆନୁଷ୍ଠାନିକ ବୈଦିକ କ୍ରିୟାକେ ଯେଉଁମାନେ ବହୁମାନନ କରନ୍ତି ସେମାନଙ୍କର ତାଦୃଶୀ ଆଶା ଯେନ ଆମକେ କୋନଦିନ ବିଚଳିତ ନା କରେ। ଯେଉଁମାନେ ସ୍ମାର୍ଥବାଦୀ କର୍ମକାଣ୍ଡୀ, ଯେଉଁମାନେ ବୈଦିକ ଅନୁଷ୍ଠାନକୁ କୁଳଧର୍ମ ବୋଲି ବିଶ୍ୱାସ କରୁଛନ୍ତି, ତାଙ୍କର କୁଳଧର୍ମ କୌଳିକ ବୃତ୍ତି ଆଦିକି ଯେଉଁମାନେ ଆନୁଷ୍ଠାନିକ ବୈଦିକ କ୍ରିୟାକୁ ହିଁ ଯେଉଁମାନେ ବହୁମାନନ କରୁଛନ୍ତି, ଯଜ୍ଞ ହୋମ ଯାଗ ସବୁ ବୈଦିକ କ୍ରିୟା ସବୁ ରହିଛି, ଗ୍ରହ ଶାନ୍ତି ଆଦି ବିଭିନ୍ନ ପ୍ରକାର ପୂଜା ପର୍ବାଣୀ, ଏସବୁ ବୈଦିକ କ୍ରିୟାକୁ ଯେଉଁମାନେ ବହୁମାନନ କରୁଛନ୍ତି, ହରିଦାସ ଠାକୁର କହୁଛନ୍ତି ଏହି ପ୍ରକାର ଆଶା ମୋ ମନରେ କେବେ ବି ପ୍ରକଟିତ ନ ହଉ, ମୋତେ କୌଣସି ଦିନ ବିଚଳିତ ନ କରୁ ମୋ ଲକ୍ଷ୍ୟସ୍ଥଳରୁ, ମୋର ଏକମାତ୍ର ବୃତ୍ତି ହଉ ମହାରାଜ ବାସ୍ ବୈଷ୍ଣବମାନଙ୍କ ସଙ୍ଗରେ ରହିବି, ବୈଷ୍ଣବୋଚିତ ଧର୍ମ ଯାଜନ କରିବି ଆଉ ବୈଷ୍ଣବ ଉଚ୍ଚିଷ୍ଟ ସେବନ କରିବି, ଆଉ କିଛି ଦରକାର କାହିଁକିନା ଏ ସ୍ମାର୍ଟ ବୈଦିକ କ୍ରିୟା ଅନୁଷ୍ଠାନ ଏସବୁ ବୈଷ୍ଣବ ଧର୍ମ ନୁହେଁ, ବୈଷ୍ଣବ ଧର୍ମ ସହାୟକ ହେଇପାରେ। ଏଥିପାଇଁ ମହାପ୍ରଭୁ କହିଲେ ଭଜନର ବାଧକ ଯତ ଶୁଭାଶୁଭ କର୍ମ ଏସବୁ ଜାଣିଏ ଅଜ୍ଞାନ ତମର ଧର୍ମ। ହରିଭଜନରେ ଯେଉଁ ବାଧକ ଅଛି ଶୁଭ ଅଶୁଭ, ଧରନ୍ତୁ ବେଦରେ କୁହାଯାଇଛି ଅନ୍ନ ଦାନ କର, ପରୋପକାର କଥା କରିବା କଥା କୁହାଯାଇଛି, କିନ୍ତୁ ସେଇଟା ଯଦି ଭଜନରେ ବାଧା ସୃଷ୍ଟି କଲା ଖାଲି ରୋଷେଇ କରି ମୋର ଥୋଉ ନା କ'ଣ ଲୋକଙ୍କୁ ଦେଇକିରି, ସେଥିପାଇଁ ଭଜନର ବାଧକ ଯତ ଶୁଭ ଅଶୁଭ କର୍ମ, ସେ ଶୁଭ କର୍ମ ହଉ କି ଅଶୁଭ କର୍ମ ହଉ, ଯଦି ଭଜନରେ ବାଧା ହେଲା ତାହେଲେ ଏସବୁ ଜାଣି ଅଜ୍ଞାନ ତମର ଧର୍ମ, ଆକୁ ଅଜ୍ଞାନୀମାନଙ୍କର ଧର୍ମ କୁହାଗଲା, ଅନ୍ଧକାର ଧର୍ମ। ତାର ମଧ୍ୟ ମୁକ୍ତି ବାଞ୍ଛା କୈତବ ପ୍ରଧାନ, ଯାହା ହଇତେ କୃଷ୍ଣ ଭକ୍ତି ହୟ ଅନ୍ତର୍ଧାନ। ଏ ଯେତେ ପ୍ରକାର ଅଜ୍ଞାନ ତମର ଧର୍ମ ଅଛି ସଂସାରରେ, ସେଥିରୁ ସବୁଠୁ ଅଜ୍ଞାନ ଧର୍ମ ଅଛି ମୁକ୍ତି ପାଇବାଟା। ମୁକ୍ତି ଯେଉଁମାନେ କହୁଛନ୍ତି ସାଜୁଜ୍ୟ ମୁକ୍ତି ଯେଉଁମାନେ, ସେଇଟା ସବୁଠୁ ମାରାତ୍ମକ ସ୍ଥିତି, କୃଷ୍ଣ ଭକ୍ତ ଅନ୍ତର୍ଧାନ ହେଇଯିବ। ଏଥିପାଇଁ ଆମର ଭଜନର ଅନୁକୂଳ କାର୍ଯ୍ୟରେ ଶିକାର, ଅନୁକୂଳସ୍ୟ ସଂକଳ୍ପ, ଏଇ ହେଉଛି ବୈଷ୍ଣବ ସିଦ୍ଧାନ୍ତ। ଭଜନର ଅନୁକୂଳ କାର୍ଯ୍ୟ ଶିକାର, ଭଜନର କୁହାଯାଇଛି ଅନୁକୂଳ କାର୍ଯ୍ୟରେ ଶିକାର କରିବା। ଧରନ୍ତୁ ଉପବାସ କଲେ ନିର୍ଜଳା ରଖିବା, ଶାସ୍ତ୍ରରେ କୁହାଯାଇଛି ନିର୍ଜଳା ବି କରିବା ପାଇଁ, ଶାସ୍ତ୍ରରେ କୁହାଯାଇଛି ସେଦିନ ବେଶୀ ଭଜନ କରିବା ପାଇଁ। ଆଉ ନିର୍ଜଳା କରି ଖାଲି ମୋଢ଼ା ଲୋଡ଼େଇକି ଥିବା କିଛି ଭଜନ କରୁନଥିଲା, ଲାଭଟା କ'ଣ ସେ ନିର୍ଜଳା? ହରିଭଜନ କରିବା ପାଇଁ ଉପବାସ, କୃଷ୍ଣ ପ୍ରୀତ୍ୟାର୍ଥେ ଉପବାସ ଆଦି ସବୁ କରାଯାଏ। ଏ ଯେତେ ସବୁ ଉପବାସ କରାଯାଇଛି, ଉପବାସ କରିବା କିନ୍ତୁ ଭଜନରେ ମନଟା ଲାଗିବନି, ବରଂ ସେ ଉପବାସ କରି କିଛି ଲାଭ ନାହିଁ। ହରିଭଜନଟା ବେଶୀ କରିବା ପାଇଁ ଆମକୁ ସଂଯମତା ରଖାଯାଇଛି, ହରିଭଜନ କରିବା ଦରକାର। ଉପବାସ କରିବ ବୋଲି ସେ ଆମ ଗୁରୁ ପୂଜକ ଗୁରୁ ସ୍ୱାମୀ କହୁଥିଲେ, ଯଦି ନିର୍ଜଳା କରୁଛ ତା ପରଦିନ ସେଇଦିନ ଡବଲ ସେବା କରିବ। 3 ଟାଇମ୍ ଖାଇଲା ପରେ ଯେତିକି ସେବା କରୁଥିଲ ପ୍ରସାଦ ପାଇକିରି, ଯଦି ନିର୍ଜଳା କରିବ ସେଦିନ 2 ଗୁଣ ସେବା କରିବାକୁ ପଡ଼ିବ, ତାହେଲେ ଜାଣେ ତୁମ ନିର୍ଜଳାଟା ଠିକ୍ ଅଛି। ଆଉ ନିର୍ଜଳା କରି ଖାଲି ଦେଖିବା ପାଇଁ ନିର୍ଜଳା କରୁଥିଲେ ପଡ଼ିକି ରହିଯିବ,
कि सेवा करिवनी कीर्तन करिवनी लाभड़ा कौन महाराज आचार्य मान वाणी ये भजन अनुकूल कार्य शिकार जोटा अनुकूल हम पाए हरिभजन है आमर मुख्य लक्ष्य हरिभजन पाए जोटा आमर अनुकूल सहायक सेटा करिया दरकार ता बोली कौन अन्न खाइबा ना कौन सेमती कथा कह जाए जी दरकार से आवश्यक भजन प्रतिकूल वर्जन अंगीकार जोटा प्रतिकूल हो वर्जन वर्जन करिया दरकार शोवाटा भी दरकार टिके विश्राम नेल फ्रेश हेल भजन स्फूर्ति आसला बेसी शोव से भजन प्रतिकूल जी दरकार आवश्यक शरीर ना कौन ये कहुई विशेषकर ये सब भक्ति मार्ग रे जो जोग मार्ग रे बेसी खाइबनी बेसी कम खाइबनी बेसी बुलबनी कम बुलबनी जी दरकार से कर जोग साधना हो विशेषकर हरिभजन अनुकूल कथा जो कथा कह जो अपराध हेनी जो इंद्रिय सुख ना जो रही भजनटा हम धरत एमती गोटे स्थान रोता जो हरिकथार आसार ना जो भगवान को भक्त मान ना लाभड़ा कौन नयत्र वैकुंठ कथा सुधा पगा कौन नयत्र भागवत कौन तत्र भागवत तदाश्रया सुरेश लोक भी नवै सेव्यता माने इंद्र लोक तक सेवा करिया दरकार जोड़ी वैष्णव मान जोड़ी रोना हरि भगवत कथा मंदा किंधा जो प्रभावित होने जो भगवान उच्छ मोक्ष न यज्ञ न यत्र यज्ञ मखा मोक्ष भगवान उत्सवादि जो होनी भगवान कथार मंदा किंधार जो प्रभावित होनी भगवत कथा मंदा किंध अवगान करता संत मान जो रोना से स्थान ब्रह्मलोक सुरेश लोक हेल्ले इंद्रलोक हेल्ले से स्थान रहा कथा ना नियम ना सेटा जो हरिकथा हो हरिकथा परायण वैष्णव मान जो रोचते जो भगवान उच्च मोच भव्य विभिन्न प्रकार पालन कराऊँगी से स्थान रही ही जीवर आत्यंतिक कल्याण ये विचार करिया दरकार ना भजन अनुकूल कार्य शिकार ये सब भजन अनुकूल निजक टे सुख मिले जो रही जाए टे किए कि कहना शुला मिलूँ किए कि कहना जो उठले जो खाइले जो बुलले रोना बहुत घर भी बहुत रोचे केते घर को मोटू रोचे आमर के बहुत जीवनटा शेष पर्यटन सेमती ठीक भजन अनुकूल देखा दरकार जो अनुकूल जोड़ी से भजन नुहे खाली हरिनाम बस कर भजन अर्थ हो सब प्रकार सेवा परिपाटी कीर्तन सत्संग वैष्णव सेवा सब किसी रही इतने महाराज हरिदास ठाकुर कहते मत यही प्रकार मोर जन्म जन्म यह कृत्य हो महाराज वैष्णवोचित धर्म जाजन करी वैष्णव मान अवश्य से उच्चिष्ट पान करी वैष्णव कूल संप्रदाय गोष्ठी संघ भितर मुझे सब आनुष्ठानिक वैदिक क्रिया प्रति जी मोर टिके भी आसन रो ये सब क्रिया जी मत विचलित न करे यह जागतिक अहंकार अवस्थित एवं गौणी क्रिया ये जो वैदिक अनुष्ठान प्रभुपाद सिद्धांत कट्टरपंथी सिद्धांत कहले वैदिक अनुष्ठान ये सब है जागतिक अहंकार यहाँ अहंकार न मान अहंकार ब्रह्मतत्व न जानती ब्रह्मसूत्रेण गर्विता ब्रह्मतत्व जाने ब्रह्मसूत्र खाली गर्वित थे पोईताड़ खाली घसुवे अहंकार खाली यज्ञ गोटे करदे होम गोटे करदे अहंकार से प्रभा सब वैदिक अनुष्ठान अच्छी मना ना कि गौण क्रिया मुख्य क्रिया नहीं जीवर मुख्य क्रिया हूँ हरिभजन जीवर स्वरूप है कृष्ण नृत्य दास आत्मा वृत्ति हूँ हरिभजन यहाँ मुख्य क्रिया बाकी सब गौण क्रिया जगत जिते सब रही सब
ଧର୍ମ ସୃଷ୍ଟି ହେଇଛି ଏସବୁ ଗୌଣ ଧର୍ମ ସବୁ। ମୁଖ୍ୟ ଧର୍ମ କେବଳ ହରିଭଜନ। ଏ କଥା କିଏ କୁହେ କି? କେବଳ ଗୁରୁବର୍ଗ ହିଁ କହିଛନ୍ତି ଗୌଡ଼ୀୟ ବୈଷ୍ଣବ। ଅନ୍ୟ କିଏ କହିବେ? ନନାମାନେ କହିବେ? ତାଙ୍କର ବେପାର ବନ୍ଦ ହେଇଛି, ବିଜନେସ୍ ବନ୍ଦ ହେଇଛି। ସେମାନେ ଗଣେଶଟାକୁ ପୂଜା କରିବେ, ଦୁର୍ଗାଟାକୁ ପୂଜା କରିବେ, ଶିବଟାକୁ ପୂଜା କରିବେ, ଠାକୁର ଯାଙ୍କୁ ପୂଜା କରିବେ। ତାଙ୍କର ପୂଜା ପୂର୍ବରୁ ସେମାନେ ଭାବିଲେ ବହୁତ କିଛି କରିଦେଲେ ଭାବିବେ, କିନ୍ତୁ ମୂଳ ପୁରୁଷ ଅବତାରୀ ପୁରୁଷ ତାଙ୍କ ପ୍ରତି ତାଙ୍କର ସେତେଟା ସ୍ପୃହା ଶ୍ରଦ୍ଧା ନିଷ୍ଠା ନାହିଁ ତାଙ୍କର। ଏଇ ହେଉଛି ତାଙ୍କର, କାହିଁକିନା ସେ ଅହଙ୍କାର, ଏଥିରେ ଅହଙ୍କାର ନାହିଁ ନା। ଏଠି ତୁମେ ଭଗବାନଙ୍କର ପୂଜା ଆଜି ଉପବାସ ହେଲେ କ'ଣ ଅହଙ୍କାରଟା କରିବ? ଉପବାସ ନ ଖାଇ ତୋର ଅହଙ୍କାର କ'ଣ କରିବ? ତୁମେ ଅହଙ୍କାର ପ୍ରଶ୍ନ ନାହିଁ ଏଠି କିଛି। ଭଗବାନଙ୍କର ଭଜନ କରୁଛ, ଏ ଅହଙ୍କାର କ'ଣ କରିବ? ଏସବୁ ବୈଦିକ କ୍ରିୟାରେ ଅହଙ୍କାର ଅବସ୍ଥିତ ସିଏ। ଗୌଣୀ କ୍ରିୟା ଏଇଟା ମୁଖ୍ୟାନୁଷ୍ଠାନ ବୈଷ୍ଣବର ଉଚ୍ଚିଷ୍ଟ ଭଜନ। ବା ମୁଖ୍ୟ ଅନୁଷ୍ଠାନ ହେଉଛି ଜୀବର ବୈଷ୍ଣବ ଉଚ୍ଚିଷ୍ଟ ଭଜନ। ବୈଷ୍ଣବ ଉଚ୍ଚିଷ୍ଟ ଭଜନ କିଏ? ବୈଷ୍ଣବ ଉଚ୍ଚିଷ୍ଟ, ଏଠି ତ ଏତେ ବୈଷ୍ଣବ ଅଛନ୍ତି। ଏଥର ଆରମ୍ଭ ହଉ ଲୀଳା ନା କ'ଣ? ମଝିରେ କେତେଦିନ କରାଥିଲା ନା, ଯିଏ ହରିନାମରେ ଢୋଳେଇବ ତାର ଉଚ୍ଚିଷ୍ଟ ପାଇବା ପାଇଁ। ଏହା ହେଲାନି, କ୍ରିୟାଟା କାମ କଲାନି। ବୈଷ୍ଣବ ଉଚ୍ଚିଷ୍ଟ ଭଜନ ଇଏ ବି ସତ କଥା। ଭଜନାନନ୍ଦୀ ମହାତ୍ମାଙ୍କର ଭଜନର ଉଚ୍ଚିଷ୍ଟର ଫଳ ଅଲଗା। ବୈଷ୍ଣବ ତ ସମସ୍ତେ ମନା ନାହିଁ, କିନ୍ତୁ ଯେଉଁମାନେ ରସିକ ଭାବୁକ ନା ଭଜନାନନ୍ଦୀ, ସେମାନଙ୍କୁ ଉଚ୍ଚିଷ୍ଟର କ୍ରିୟା ବହୁତ। ଅବଶ୍ୟ ବୈଷ୍ଣବ ଉଚ୍ଚିଷ୍ଟକୁ ସେ ପ୍ରକାର ବିଚାର ନିର୍ବିଚାରରେ ଗ୍ରହଣୀୟ, କିନ୍ତୁ ଯଦି କିଛି ବିଚାର ଆସୁଛି, ଆମେ ଯେଉଁ ପ୍ରକାର ଆଶା କରିଯିବା ସେ ପ୍ରକାର ବସ୍ତୁ ନ ମିଳିପାରେ, ନ ମିଳିପାରେ ନା। ଉଚ୍ଚ କୋଟିର ମହାତ୍ମାର ବୈଷ୍ଣବ ପାଇବା ପାଇଁ ଯିବା ଆମେ ଭାଇ ବିନୋଦ ବାବା ଟିକେ ଉଚ୍ଚିଷ୍ଟ ଦେବେ, ସମ୍ଭବ ତ ନାହିଁ। କେବେ ମରିଯିବା ପଛେ ଦେବେ, ସମ୍ଭବ। କ'ଣ କରିବାକୁ ପଡ଼ିବ? ଲୁଚେଇକି ଆଣିବାକୁ ପଡ଼ିବ, ବା ଚୋରେଇକି ଆଣିବାକୁ ପଡ଼ିବ, ବା ସେବାରେ ପ୍ରସନ୍ନତା କରି ଆଣିବାକୁ ପଡ଼ିବ। ନିଜର ବିକଳ୍ପ ଜବରଦସ୍ତ ହେବନି ସେଠି କିଛି। ମାନେ ରସିକ ଭାବୁକ ନା ହେବନି ସେଠି। ନିଜର କ୍ରିୟା ଯେଉଁ ଝାଡ଼ୁ ଠାକୁରଙ୍କର ନେଇଥିଲେ ନା କାଲା ଦାସଜୀ, ଲୁଚେଇ ନେଲେ। ଆମ୍ବ ଧରିକି ଗଲେ, ଭୋଗ ଲଗ ଖାଅ ବୋଲି କହିଲେ, ସେମାନେ ଖାଉଛନ୍ତି, ଘରେ ତଳ ବିଟି ବସିଲେ, ସେ ଉପରେ ରହିଛନ୍ତି ଘର କରିକି ଖାଉଛନ୍ତି, ଛିଲିକା ସବୁ ପକାଉଛନ୍ତି, ଚୁଚି ତାଙ୍କୁ ପକାଇଛନ୍ତି। ଇଏ ମହାତ୍ମା ବସିଲେ, ସବୁ ଗୋଟେଇଲେ, ଆସିକି ଘରେ ଆରାମରେ ପାଇଲେ, ସେଡ଼ିଆ ପାଇଲେ। କେତେ ବଡ଼ ସୁନ୍ଦର କ୍ରିୟା। ତାପରେ ଶ୍ରଦ୍ଧା ଥିବାର, ଶ୍ରଦ୍ଧା ନାହିଁ ଆମମାନେ ପାଇପାରିବା ନା, ସମ୍ଭବ ନାହିଁ ଏଇଟା। ଆମ ଦେଲେ କ'ଣ ଏଇଟା ଦେଉନ, ଭଲଟି ଗୋଟାଟେ ଦେଉନ ବୋଲି କହିବା, ଭଲଟି ଦେଉନ, ଖାଇଲ ଲାଷ୍ଟକୁ ଟାଙ୍କୁଟା ଦେଉଛ ବୋଲି କହିବା। ଲୋଭ ରହିବା ଦରକାର। ମାୟାପୁର ଥିଲୁ ପ୍ରଥମ ଦଳଟା ଏସବୁ ମିଳାମିଶି ଚାଲୁଥିଲା ବ୍ରହ୍ମଚାରୀ ସମୟରେ। କିଏ କାହାର ଝାମ୍ପି ନିଅନ୍ତୁ, କିଏ କାହାର ଝାମ୍ପି ନିଅନ୍ତି, ଲୁଚେଇ ସବୁ ଚାଲୁଥିବା ସବୁ ଲୀଳା। ମୁଖ୍ୟ ଅନୁଷ୍ଠାନ ହେଲା ବୈଷ୍ଣବର ଉଚ୍ଚିଷ୍ଟ ଭୋଜନ। ଆମର ବିଷ୍ଣୁ କହିଥିଲେ ଦ୍ୱାଦଶୀ ପ୍ରତି ଶୁକ୍ଳ ଦ୍ୱାଦଶୀରେ ଗୋଟେ ବୈଷ୍ଣବ ସେବା ହେବ, ଆଦେଶ କରି ପଳେଇଲେ ସେ। ଆମେ ଥିଲୁ ଆମର ବିନାୟକ ପ୍ରଭୁ, ମୋର ଯୋଗୀ ମହାରାଜ ସବୁ କିଏ ସବୁ ଥିଲେ ବୈଷ୍ଣବ ସବୁ। ଆଉ ବୈଷ୍ଣବ ସେବା କରିବା ପାଇଁ ଗୁରୁ ମହାରାଜ କୃପା ବି, ବିଷ୍ଣୁ କୃପା ଯାହା ହଉ, ବଡ଼ ଆଗ୍ରହ ଥିଲା ଆମମାନଙ୍କର। ଯେତେ ମାୟାପୁର ବୈଷ୍ଣବ, ବୃଦ୍ଧ ବୈଷ୍ଣବ ଯେଉଁ କାର୍ କରି ଧରିକି ଆସୁଥିବା, କାର୍ ଗୋଟେ ଭଡ଼ା କରିବାର, ବୃଦ୍ଧ ଝିଅମାନେ ଉଠି ପାରୁନ, ତାକୁ ଟେକି କାର୍ରେ ବସି ଧରି ପଳା ଆସୁଥିବା। ପୁରା ଶତାଧିକ ବୈଷ୍ଣବ ପ୍ରଥମ ଥର ପାଇଁ ମାୟାପୁରରେ ବୈଷ୍ଣବ ସେବାର ଆଦର୍ଶ ଯଦି କିଏ ପ୍ରଦର୍ଶନ କଲା, ଗୌଡ଼ୀୟ ମଠ, ଆମରି ମଠ, ଗୁରୁ ମହାରାଜ ମଠ। ପ୍ରାୟ 150, 200, 250, 300 ବୈଷ୍ଣବ ଆସୁଥିଲେ ନବଦ୍ୱୀପରୁ, ସ୍ୱରୂପଗଞ୍ଜରୁ, ମାୟାପୁର। କେହି ବାକି ରହୁନଥିଲା। ସେଇଟା ଆମଠାରୁ ଶିଖିଲେ, ଅନ୍ୟ ମଠରୁ ଶିଖିଲେ ବୈଷ୍ଣବ ସେବା। ଦକ୍ଷିଣା ବି ଦିଆଯିବାର ମନା ନାହିଁ। ଆମେ କ'ଣ କରିବାର, ଏତେ ପରିଶ୍ରମ କରୁଥିବୁ। ପ୍ରତି ଦ୍ୱାଦଶୀ ଶୁକ୍ଳ ଏକାଦଶୀ ଦ୍ୱାଦଶୀ ଦିନ ବୈଷ୍ଣବ ସେବା,
ମାନେ 10-5 ଦିନ ଆଗରୁ ନିଦ ଭାଙ୍ଗିଯିବ ଆମମାନଙ୍କର। ଗୋଟେ ଆନନ୍ଦ ନା ଗୋଟେ ମଜାରେ ଯାହା ସବୁ ଧୁଆ ପୋଛା କରିକି ପୁରା ସେ ସାଉଣ୍ଡ ସେକ୍ସନ୍ ରେଡ଼ି କରିକି ଆମେ କଲିକତା ଆସନ ତିଆରି କରିଥିଲୁ ପରା। ଖାଲି ବୈଷ୍ଣବ ବସିବା ପାଇଁ ରେଡ଼ି ଗଦି କିଣିକି ଆଣିଥିଲୁ। ଗଦି କରିକି ତାକୁ ଷ୍ଟିଚ୍ କରିକି ପୁରା ନୂଆ କରି ସବୁ ରଖୁଥିବାର ସବୁ ଗୋଟେ ବୈଷ୍ଣବ ଗୋଟେ ଆସନରେ ବସି ଲମ୍ବା ତ ନାଟ ମନ୍ଦିର ନା ମାଇପୁରର ଏସବୁ ପୁରା ବ୍ୟବସ୍ଥା କରାହେଉଥିଲା। ପୁରା କପଡ଼ା ବିଛେଇକି ଫୁଲ ବିଛେଇକି ସ୍ୱାଗତ କରାହେଉଥିଲା ମହାରାଜ ବୈଷ୍ଣବଙ୍କୁ ଗେଟ୍ରେ ପୁରା କରି ତାଙ୍କୁ ରଖାହେଉଥିଲା। ସବୁ ଗୋଟେ ପ୍ରସନ୍ନ ପରିପାଟି ଗୋଟେ ଅଦ୍ଭୁତ ପରିପାଟି ଥିଲା। ସେଠି ଆମେ କ'ଣ କରିବୁ, ସେଠି କ'ଣ ଇଏ ହୁଏ, ସେଇଠି ଦହି ମିଳେ ମାଇପୁରରେ। ଦହିଟା କ'ଣ ସରାରେ ମିଳେ ସବୁ। ଏଠି ଯେମିତି କ୍ଷୀରଚୋରା ଗୋପୀନାଥ ଛୋଟ ଛୋଟ ଇଏ ନାହିଁ, ସେଠି ବଡ଼ ବଡ଼ ସରା ଯାକୁ କୁହାଯାଏ। ଦହି ମଟକା ଯାକ ଛୋଟ ଛୋଟ ଦହି ଅଣା ହେଇଥିବ। ବୈଷ୍ଣବ ସେଥିରୁ ଦହି ଟିକେ ଟିକେ ଦିଆଯିବ। ସେ 10-20ଟା ଆସିଥିବ। ସେଥିରେ ଆମେ ଜଣ ଗୋଟେ ଗୋଟେ ଧରିବୁ। ଆଉ ବୈଷ୍ଣବ ଏତେ କୃପାଳୁ, ସେ ପତ୍ର ଉଠେଇନି ମନା କରିଦେବ। ପତ୍ରରୁ କଣ୍ଡିସନ୍ ପତ୍ର କି ଉଠେଇନି ମହାରାଜ, ଆମମାନେ ପିଲା ଯାକ ସବୁ ଆପଣ ସବୁ କୃପା କରିବା ନା। ସବୁ ବୈଷ୍ଣବ ହସି ହସି ହଁ କରୁ। ସମସ୍ତର ପତ୍ର ଉଚ୍ଚିଷ୍ଟ ବାହାର କରୁଥିବାର ଟିକେ 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 ସବୁ ପୁରା 150-200 ତାକୁ ହାଣ୍ଡିରେ ରଖୁଥିବାର। ସବୁ ବୈଷ୍ଣବ ଯିବେ, ତାଙ୍କର ପତ୍ର ନେଇ ପକାଇବୁ, ସମସ୍ତେ ବିଦାୟ କରିବୁ, ଗେଟ୍ ତାଲା ପକାଇବୁ, ସବୁ ବ୍ରହ୍ମଚାରୀ ବସିବ, ଆନନ୍ଦରେ ପାଇବୁ। ଏ ପ୍ରକାର ଚାଲିଥିଲା ସେ ଲୀଳାଟା। ସେଥିପାଇଁ କୃପା ପଡ଼ିଲା କେଉଁ ବୈଷ୍ଣବ ଆମେ ସାଧୁ ହେଇଗଲୁ, ତିଷ୍ଠିକି ରହିଗଲୁ। ନହେଲେ ମାୟାପୁର ବାବାରେ କରିବା ଦରକାର। ବୈଷ୍ଣବ କୃପାଳୁ ଦିଅନ୍ତୁ, ହଁ ଖାଅ, ପିଲାମାନେ ଖାଉଛନ୍ତି, ସେବା କରୁଛନ୍ତି। ଏବେ ଆଉ ନାହିଁ, ଏବେ ପରିବେଶ ସେ ପ୍ରକାର ପରିବେଶ ସେମିତି ଥିଲା, ସେମିତି ହେଉଥିଲା। ସମୟ ଅନୁସାରେ ସବୁ ପରିବର୍ତ୍ତନ ସବୁ। ତାପରେ ଶ୍ରଦ୍ଧା ଥିବାର ଅଛି ନା। ଏଇଠୁ ଇଚ୍ଛା ହେଉଛି କରିବା ପାଇଁ, କିନ୍ତୁ ନାହାନ୍ତି କିଏ ବୈଷ୍ଣବ। କିଏ ବୈଷ୍ଣବ କେଉଁଠି ଅଛନ୍ତି? ଥିବେ ବୈଷ୍ଣବ ଥିବେ, କିଏ ପାନ ଖାଉଥିବ, କିଏ ମାଛ ଖାଉଥିବ, ଖାଲି ତିଳମାଳି କରି ପଳାଇବେ। ଅଛନ୍ତି କୋଉଠି ଅଛନ୍ତି ସବୁ ତ୍ୟାଗୀ ବୈଷ୍ଣବ ତ ସମ୍ଭବ ନାହିଁ। ଏଠି ଧାମରେ ସେମାନେ ଅଛନ୍ତି। ତ୍ୟାଗୀ ବୈଷ୍ଣବ ଦର୍ଶନ ଖାଲି ଧାମରେ। କିନ୍ତୁ ଅନ୍ୟ ଜାଗାରେ ସବୁ ଗୃହସ୍ଥ ବୈଷ୍ଣବ ଥାଆନ୍ତି, କେତେ ସଦାଚାର ରହୁଛନ୍ତି, ପ୍ରାୟ ଖିଚିଡ଼ି ପ୍ରାୟ। କ'ଣ କରିବା, ସେ ଇଏ ଅନୁସାରେ ହୁଏ। ତଥାପି ଚେଷ୍ଟା କରିବା, ଯେଉଁ ବୈଷ୍ଣବ ଆସୁଛନ୍ତି ମହାତ୍ମା ମାନେ ତାଙ୍କର ଯତ୍ନ ଚେଷ୍ଟା କରିବା ସେବା କରିବା ପାଇଁ। ସେମାନେ ରହୁଛନ୍ତି, ବେଳେବେଳେ ଆସୁଛନ୍ତି ନା ବୈଷ୍ଣବ ମାନେ, ତାଙ୍କର ସେବା କରି ତାଙ୍କର ପ୍ରସନ୍ନତା କରିକିରି ରହିଲେ କଲ୍ୟାଣ ହେବ। ଯଦି ଆଶା ଯଦି ରହିବ ସମସ୍ତଙ୍କର, ନିଶ୍ଚିତ ରୂପରେ ଭଗବାନ ଟାଣି ଆଣିବେ ବୈଷ୍ଣବଙ୍କୁ। ଯଦି ସମସ୍ତଙ୍କର ଉଦ୍ଦେଶ୍ୟ ରହିବ, ଆମେ ତ ଭଜନ କରୁଛେ ନା, ଯଦି ବୈଷ୍ଣବ ସେବାର ଉଦ୍ଦେଶ୍ୟ ରହିଯିବ ନା, ତାହେଲେ ପ୍ରାୟ ବୈଷ୍ଣବ ସମାଗମ ହେବ ଏଠି। ଆସିବେ ପ୍ରାୟ ବୈଷ୍ଣବ, ଯଦି ପୁରା ଅନ୍ତରର ଶ୍ରଦ୍ଧା ଯଦି ରହିବ ସମସ୍ତଙ୍କ ଭିତରେ, ନିଶ୍ଚିତ ରୂପରେ ଭଗବାନ ବ୍ୟବସ୍ଥାପକ ନା, ସିଏ ବ୍ୟବସ୍ଥା କରି ରାସ୍ତାରେ ଯାଉଥିବ ବୈଷ୍ଣବ ଇଚ୍ଛା କରି ଆଣିବେ, ମୋଟି ଉଠେଇ ଯିବେ, ତାଙ୍କୁ ବୁଦ୍ଧି ଏ ପ୍ରକାର ଆସିଯିବ। ଇଚ୍ଛା କରିବାର, ଶ୍ରଦ୍ଧା ଥିବାର ଅଛି। ଶ୍ରଦ୍ଧାବାନ ଜନ ହେ ଭକ୍ତି ଅଧିକାରୀ। ଅହଙ୍କାର ବିମୂଢ଼ ଜୀବ ଯେପରି ଦୁରାଶୟ ହୃତଜ୍ଞାନ ହୋଇ ଜଡ଼ ଜଗତରେ ଉଚ୍ଚାକାଂକ୍ଷାର ବଶବର୍ତ୍ତୀ ହୁଅନ୍ତି, ଠାକୁର ହରିଦାସଙ୍କର ଚୈତନ୍ୟ କୃପାକ୍ରମେ ତାଦୃଶ କୌଣସି ଉପାଧିପଜାକ୍ୟ ଉଦୟ ହୁଏ ନାହିଁ, ଇଚ୍ଛାର ଉଦୟ ହୁଏ ନାହିଁ। ଅହଙ୍କାର ବିମୂଢ଼ ଜୀବ ଯେଉଁମାନେ, ଏମାନେ ଅହଙ୍କାର ବିମୂଢ଼ାତ୍ମା କର୍ତ୍ତା ଅହମ୍ ଇତି ମାନ୍ୟତେ। ଯେଉଁମାନେ ଅହଙ୍କାର ମୂର୍ଖତାବଶତଃ ନିଜକୁ କର୍ତ୍ତା ବୋଲି ଭାବୁଛନ୍ତି, ଅହଙ୍କାରରେ ମୂଢ଼ ଯେଉଁମାନେ, ସେ ଜୀବମାନେ କ'ଣ କରନ୍ତି, ହତଜ୍ଞାନ ହୋଇ, ତାଙ୍କର ଜ୍ଞାନ ହୃତ ହେଇଯାଇଛି। ବାସ୍ତବ ଜ୍ଞାନ ନାହିଁ, ପ୍ରକୃଷ୍ଟ ଜ୍ଞାନ ନାହିଁ, ତାଙ୍କ ଜ୍ଞାନ ଅପହୃତ ହେଇଯାଇଛି ମାୟାର ପ୍ରହେଳିକା ଦ୍ୱାରା, ବିଭିନ୍ନ ପ୍ରକାର ଅଭିଳାଷ ଦ୍ୱାରା। ସେମାନେ ଜଡ଼ ଜଗତରେ କ'ଣ କରନ୍ତି, ଉଚ୍ଚାକାଂକ୍ଷାର ବଶବର୍ତ୍ତୀ, ତାଙ୍କର ବହୁତ ଆଶା,
ସେମାନେ ବହୁତ ଉଚ୍ଚାକାଂକ୍ଷାରେ ବଶବର୍ତ୍ତୀ ହୋଇ ହୁଅନ୍ତି। ଏ ହେଲା ଅହଙ୍କାରୀ ଲୋକମାନଙ୍କର। ଅହଙ୍କାର ଦ୍ୱାରା ଯେଉଁମାନେ ବିମୂଢ଼ ହେଇଯାଇଛନ୍ତି, ଯେଉଁମାନଙ୍କର ଚିତ୍ତବୃତ୍ତି ବହିର୍ମୁଖ, ଯେଉଁମାନେ ଉତ୍ତମ ଆଶା କରୁନ ଦୁରାଶୟ ବୈରର୍ଥ ମାନୀନ ପ୍ରହ୍ଲାଦ କହିଲେ, ସେମାନେ କ'ଣ କରନ୍ତି? ଜଡ଼ ଜଗତରେ ଉଚ୍ଚ ଆକାଂକ୍ଷା, ବଡ଼ ହେବା ପାଇଁ ଚେଷ୍ଟା କରନ୍ତି ସବୁ। ଏଥିପାଇଁ ପ୍ରଭୁପାଦ କଲେ ଭଲ ହେବା ପାଇଁ ଚେଷ୍ଟା କରିବା ଦରକାର। ଆମେ ବଡ଼ ହେବ ଠିକ୍ ନୁହେଁ, ଆମେ କି ରକମ ଭଲ ହେବ, ଭଲ ହେବା ପାଇଁ ଚେଷ୍ଟା କରିବା ଦରକାର। ଯିଏ ଭଲ ହେଇଯିବ ନା, ଦୁନିଆ ତାକୁ ବଡ଼ ବୋଲି ସମ୍ମାନ ଦେବ। ଯିଏ ବଡ଼ ହେବା ପାଇଁ ଚେଷ୍ଟା କରୁଛି, କିଛି ଦିନ ବଡ଼ ହେଇଯାଉ ତାକୁ ତଳୁ ତଳୁ ଉଠେ ଖସିଯିବ ସିଆଡ଼େ। ଯେତେ ଉଚ୍ଚ ସ୍ଥିତି ଯିବ ପଡ଼ିଲେ ସେତେ ପେନ୍ ହେବ। ବଡ଼ର ସ୍ଥିତିରେ ଏ ପ୍ରକାର, ବୁଝିଲେ? ବଡ଼ ହେବା ପାଇଁ ଚେଷ୍ଟା କରନ୍ତି। ଟେବୁଲ ଉପରୁ ପଡ଼ିଲେ ଟିକେ ପେନ୍ ହେବ, ସିଡ଼ି ଉପରୁ ପଡ଼ିଲେ ଆଉ ଟିକେ ପେନ୍, ଛାତ ଉପରୁ ପଡ଼ିଗଲେ, ତାଳ ଗଛ ଉପରୁ ପଡ଼ିବ, ସେଥିପାଇଁ ଯେତେ ବଡ଼ ହେଇଥିବ ନା ତାର ପତନ ବି ସେତେ ଖତରନାକ ଥିବ। ସେଥିପାଇଁ ବଡ଼ ହେବା ପାଇଁ ଚେଷ୍ଟା କରିବା ଠିକ୍ ନୁହେଁ। ଆଶା ରଖିବ, ଉଚ୍ଚ ଆଶା ରଖିବ। ସରଳ ଜୀବନ, ଉଚ୍ଚ ଆଶା। ଉଚ୍ଚ ଆଶା ହେଉଛି ହରିଭଜନ। ତେଣୁ ଭଲ ହେବା ଏଇଟା ହେଲା ଅହଙ୍କାରୀ ଲୋକମାନଙ୍କୁ। ଅହଙ୍କାର ଯେଉଁମାନେ ଥାଏ ନା ସବୁବେଳେ, ସେମାନେ ସବୁବେଳେ କିଛି ନା ଗୋଟେ କରିଦେବା ପାଇଁ ଚାହିଁବେ। କିଛି ଗୋଟେ ହେଇଯିବେ, କିଛି ଗୋଟେ କରିଦେବେ, ଆଉ କିଛି ଗୋଟେ ବନିଯିବେ, ସ୍ୱପ୍ନ ଦେଖିବେ ସବୁବେଳେ। କିନ୍ତୁ ହରିଦାସ ଠାକୁର ଜଣେ ନିଷ୍କିଞ୍ଚନ ମହାତ୍ମା, ନିତ୍ୟସିଦ୍ଧ ପରିକର ଶ୍ରୀମାନ ମହାପ୍ରଭୁଙ୍କର, ସେ ଖାଲି ଭଜନ ହିଁ ତାଙ୍କର ମୁଖ୍ୟ। ସେଥିପାଇଁ ସେ କୌଣସି ଆଶା ରଖିନାହାନ୍ତି। ସେ ଠାକୁର ହରିଦାସଙ୍କ ଚୈତନ୍ୟ କୃପା ପରେ, ଶ୍ରୀମାନ ମହାପ୍ରଭୁଙ୍କ କୃପାରୁ ତାଦୃଶ ସେ ପ୍ରକାର କୌଣସି ଉପାଧିକ ଇଚ୍ଛା ତାଙ୍କର ହେଇନି। ଏସବୁ ଉପାଧି କୁହାଗଲା, ବଡ଼ ହେବି। ଏ ଗୁରୁ ହବାଟା ମଧ୍ୟ ଗୋଟେ ଉପାଧି ହେ ସତେ। ଗୁରୁ ହେବା ପାଇଁ ସେମାନେ କରୁଛନ୍ତି, ଇନଚାର୍ଜ ହେବା ପାଇଁ ଯାହା ଚେଷ୍ଟା କରୁଛନ୍ତି, ମଠାଧୀଶ ହେବା ପାଇଁ, ପୀଠାଧୀଶ ହେବା ପାଇଁ, ଏ ଆମମାନଙ୍କ ପାଇଁ। ଜଗତରେ ତ ସମସ୍ତେ ଚାଲିଛି ତାମ୍ବଳ ବଡ଼ ଚାଲିଛି, ସେ ଅଲଗା କଥା। ଏଇଟା ଉପାଧି। ଆମ ଗୁରୁବର୍ଗ ଗୁରୁ ହେବା ପାଇଁ ଚେଷ୍ଟା କରିନାହାନ୍ତି। ତାଙ୍କର ଲକ୍ଷଣ, ତାଙ୍କର ଯେଉଁ ସଗୁଣ ଦ୍ୱାରା ସେମାନେ ସ୍ୱୟଂ ପ୍ରତିଷ୍ଠିତ ହୋଇଛନ୍ତି। ଗୁରୁ ସତ ପ୍ରତିଷ୍ଠିତ ହେଇଯାଏ ତାଙ୍କର ସ୍ୱଭାବ ଦ୍ୱାରା, ତାଙ୍କର ସଗୁଣ ଦ୍ୱାରା। ଏଇ ଆଶା ହିଁ ନେବା ଦରକାର। ସେଥିପାଇଁ ହରିଦାସ ଠାକୁର କିଛି ଚାହିଁନାହାନ୍ତି। ମହାପ୍ରଭୁ କୃପା ସେଇଟା। ସେମାନେ ମହାପ୍ରଭୁ କୃପାରୁ ସିଏ ନିଷ୍କିଞ୍ଚନ କି ହରିଭଜନ କରିଛନ୍ତି, କିଛି ଚାହିଁନାହାନ୍ତି। ଆମେ ଦେଖ କେତେ ଅଛନ୍ତି ସ୍ୱତନ୍ତ୍ର। ଆମେ ଗୁରୁଦାସ ତାକୁ କହିଲା, ଗୁରୁଙ୍କର ମଠଟାକୁ, ତାଙ୍କର ସମ୍ପତ୍ତିକି ସୁରକ୍ଷା କରିବା, କିନ୍ତୁ ନିଜେ ସ୍ୱତନ୍ତ୍ର ଭାବରେ କିଛି ଗୋଟେ କରିବା, ନିଜର ଆଧିପତ୍ୟ ବିସ୍ତାର କରିବା, ନିଜେ ନିଜକୁ ପ୍ରତିଷ୍ଠିତ କରିବା, ଏଇଟା ଠିକ୍ ନୁହେଁ। ଏଇଟା ଆ ଦ୍ୱାରା କ'ଣ ହୁଏ? ସାମର୍ଥ୍ୟ ଯଦି ନଥିବ, ସେ ପ୍ରକାର ଯୋଗ୍ୟତା ଯଦି ନଥିବ, ବା ମହତ୍ ପୁରୁଷମାନଙ୍କର ଅନୁମୋଦନ ଯଦି ନଥିବ, ତାହେଲେ ପହଁରା ନ ଜାଣି ସମୁଦ୍ରରେ ଝାସ ଦେବା ଯାହା, ଏଇ ପ୍ରକାର ସବୁ ସ୍ୱତନ୍ତ୍ର ଭାବରେ କିଛି କରିବାଟା ତାହା ପରିଣାମ ଭୟାବହ ତା ଦ୍ୱାରା। ଏଥିପାଇଁ ଆମମାନଙ୍କ ସ୍ଥିତି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆନୁଗତ୍ୟ ରହିବା ଗୁରୁ ବୈଷ୍ଣବଙ୍କର, ତାଙ୍କରି ଆଦେଶକୁ ହିଁ ପାଳନ କରିବା, ବା ସେବା ଯେତିକି ଯୋଗ୍ୟତା ରହି ସେତିକି ସେବା କରିବା, ଭଜନ କରିବା, ଏଇଥିରେ ଆମର କଲ୍ୟାଣ। ଯେଉଁମାନେ କିଛି କରିବା ପାଇଁ ଚାହୁଁଛନ୍ତି, ତାଙ୍କର ସାମର୍ଥ୍ୟ ତାଙ୍କ କରିପାରନ୍ତି, ଅଲଗା କଥା। ହରିଦାସ ଠାକୁର କିଛି ଚାହିଁନି, ଚୈତନ୍ୟ କୃପା ଏଇଟା। ମହାପ୍ରଭୁଙ୍କର ଭକ୍ତ ଯତ ବୈରାଗ୍ୟ ପ୍ରଧାନ, ଯାହା ଦେଖି ସନ୍ତୁଷ୍ଟ ହନ୍ ଗୌର ଭଗବାନ। ବୈରାଗ୍ୟ ପ୍ରଧାନ, ବୈରାଗ୍ୟ ଅର୍ଥ ଆସକ୍ତି ନାହିଁ। ବୈରାଗ୍ୟ ଅର୍ଥ ନାହିଁ ଯେ ଗୋଟେ କୌପିଣ୍ଡି ପିନ୍ଧିଥିବ, ଆଉ ଗୋଟେ ଗନ୍ଧିଆ ମାଳି ଗୋଟେ ଧରିଥିବ, ଗୋଟେ ତାକୁ ବୈରାଗ୍ୟ କୁହାଯାଏ। ତେଲ ଲଗାଉନଥିବ, ଜଟା ରଖିଦେଇଥିବ, ନା କ'ଣ ହାଡ଼ ଦୁଇଟା ଥିବ, ଆଉ କ'ଣ ବୈରାଗ୍ୟ କୁହାଯାଏ? ଅଛନ୍ତି ନା, ଆଣ୍ଠୁ ଗାନ୍ଧୀ ଭଳିଆ ଆଣ୍ଠୁ ନଥିଲା କପଡ଼ାଟି ପିନ୍ଧୁଥିବ, ସଫା କିଏ ନଥିବ, ଏ ବୈରାଗ୍ୟ। ଯାହାର ବିଗତ ରାଗ ଶେଷ, ପାର୍ଥିବ ବସ୍ତୁ ପ୍ରତି ଯାହାର ଆସକ୍ତି କମିଯାଇଛି, ଭଲେ ଟଙ୍କାର ପାହାଡ଼ ଉପରେ ବସ, ଗୁରୁବର୍ଗ ତ ଐଶ୍ୱର୍ଯ୍ୟ ତୁଙ୍ଗ ଶିଖରେ ଅଛନ୍ତି ସେମାନେ। ସମ୍ମାନ କ'ଣ? କନକ କାମିନୀ ପ୍ରତିଷ୍ଠା ତାଙ୍କ ପଛରେ ଗୋଡ଼େଇଛି ଗୁରୁବର୍ଗଙ୍କର, କିନ୍ତୁ ସେମାନେ ଚାହିଁନାହାନ୍ତି। ଏଥିପାଇଁ ଛାଡ଼ି ଅଛି ଯାରେ ସେଇ ତ ବୈଷ୍ଣବ। ଯିଏ ଛାଡ଼ିଛି ନାହିଁ, ଯାହାକୁ ଛାଡ଼ିଛି ଏସବୁ, ଯିଏ ଛାଡ଼ିଛି ଏମାନେ ପାଖକୁ ଆସିଛନ୍ତି, କିନ୍ତୁ କିଛି କରିପାରିନାହାନ୍ତି।
गुरुଙ୍କ ପାଖକୁ ବହୁତ ପ୍ରତିଷ୍ଠା ଆସିଛି, ବହୁତ ଧନ ଆସିଛି, ବହୁତ ସମ୍ମାନ ଆସିଛି, କିନ୍ତୁ କେହି ଆକଟକ ରଖିପାରୁନି। ବରଂ ସେମାନେ ସବୁ ଗୁରୁକୁ ତାଙ୍କ ଗୁରୁଙ୍କୁ ଉପରୁ ଠେଲି ଦେଇଛନ୍ତି ନା କ'ଣ? ଗୁରୁ ମାସ ବାଜିଲେ ସେ ପ୍ରଭୁପାଦ ନା ଢାଳିଦେଲେ, ସ୍ୱାମୀ ମାସ ବାଜିଲେ ସେ ପ୍ରଭୁପାଦ ନା ଢାଳିଦେଲେ, ଭଗବାନଙ୍କ ଉପରେ ଢାଳିଲେ। ନିଜେ କହିଲେ ମୁଁ ମହାପ୍ରଭୁ, ଗୁରୁ ମାସ କ'ଣ କହିଲେ? ମୁଁ କିଛି କରିନି, ସବୁ ମହାପ୍ରଭୁ କରିଛନ୍ତି, ମହାପ୍ରଭୁଙ୍କ ଇଚ୍ଛାରେ ସବୁ ହୋଇଛି। କିନ୍ତୁ ଆମମାନଙ୍କ ସ୍ଥିତି ଟିକେ ଟିକେରେ ଆଉଟ୍ ହେଇଯିବା, କ୍ରିମ୍ ବୋଲ୍ଡ ପୁରା, ଖାଲି କ୍ରିମ୍ ବୋଲ୍ଡ ନାହିଁ, ସିଆଡ଼େ ମାୟା ବୋଲ୍ଡ ଟେକିଲା ବେଳକୁ ଆମେ ଇଆଡ଼େ ପୁରା ଫ୍ଲାଟ୍ ହେଇ ପଡ଼ିଯିବା, ୱିକେଟ୍ ପଡ଼ିଯିବ ଆମର ଷ୍ଟମ୍ପ ଆଉଟ୍ ପୁରା। ମାୟା ଟେକିଲ ନା କ'ଣ? କିଏ ଖାଲି ଦେଖିଦେଲା ମାନେ ଆମେ ଇଆଡ଼େ ଫ୍ୟୁଜ୍ ହେଇଯିବ ଆମର। ଟଙ୍କା ଦେଖିଲା ମାନେ ଲାଳ ପଡ଼ିଯିବ, ଖାଦ୍ୟ ବସ୍ତୁ ଲାଗି ଲାଳ, ଏଇପରି ଆମ ସ୍ଥିତିଟା ଏମିତି। କନକ କାମିନୀ ପ୍ରତିଷ୍ଠା ପ୍ରତି ଆମର ଚିତ୍ତବୃତ୍ତି ଏତେ ଧାବିତ, ଯେହେତୁ ଆମର ସେ ପ୍ରକାର ସଂସ୍କାର ଅଭାବ, ସେମିତି ଭଜନର ନିଷ୍ଠା ନାହିଁ, ଆମେ ସବୁବେଳେ ପ୍ରଲୋଭିତ, ସେଥିପାଇଁ ସତର୍କ ହେବା ଦରକାର। କିନ୍ତୁ ଗୁରୁବର୍ଗ ଦେଖ, ସେମାନେ ତାରି ପରିବେଶ ଉପରେ ରହିଛନ୍ତି ସେମାନେ, କିନ୍ତୁ ସେମାନେ ସ୍ଥିତିରେ ରହିଛନ୍ତି, ନିଜ ସ୍ଥିତିରେ ବଜାୟ ରଖିଛନ୍ତି। ଏତେ ସେମାନେ ଗୁରୁ କୁହାଗଲା, ଆଚାର୍ଯ୍ୟ କୁହାଗଲା, ସବୁକିଛି ତାଙ୍କ ପାଖରେ ଅଛି। ଆମ ଗୁରୁ ମହାରାଜ ହଜାର ହଜାର ଲୋକ ଚରଣ ସ୍ପର୍ଶ କରୁଥାନ୍ତି, ହଜାର। ସେ ମହାରାଜ ପୁରୀରେ ପୁରା ବସି ପଡ଼ିଥିବେ, ଗୋଡ଼ ଚରଣ ପ୍ରସାରଣ କରି ବସିଥିବେ, ଯିଏ ଆସେ ଚରଣ ଦଣ୍ଡ ହତ। ଆମର ସାମର୍ଥ୍ୟ ଅଛି, 2-4ଟା ଲୋକ ଦଣ୍ଡ ହେଲା ପରେ ଦ୍ୱିତୀୟ ଦିନ କଳା ପଡ଼ିଯାଇଥିବ ମୁହଁଟା। ଆମର ଭଜନ ନାହିଁ, ଜଣା ପଡ଼ିଯିବ, ଏତେ ସହଜ ନାହିଁ। ଯଦି ଉଚ୍ଚିଷ୍ଟ 2-4 ଜଣ କିଏ ପାଇଦେବେ ନା, ଆମର ହାର୍ଟ ଫେଲ୍ ହେଇଯିବ। କାରଣ ତାଙ୍କ ସେ ସମର୍ଥମାନ, ସେମାନେ ହଜମ କରିବା ଶକ୍ତି, ତାଙ୍କ ଡାଇଜେସନ୍, ତାଙ୍କର ଭଜନ ସେ ପ୍ରକାର, ତାଙ୍କ ନିଷ୍ଠା ସେ ପ୍ରକାର, ସେମାନେ ଜଗତକୁ କଲ୍ୟାଣ କରିବା ପାଇଁ ଆସିଛନ୍ତି, ତାଙ୍କ ହୃଦୟ ସେ ପ୍ରକାର ବିଗଳିତ, ଏଥିପାଇଁ ତାଙ୍କୁ ଆଚାର୍ଯ୍ୟ ଗୁରୁ କୁହାଯାଇଛି। ସମର୍ଥମାନମାନଙ୍କ ପାଖେ ଠିକ୍ ହେଇଛନ୍ତି। ତେଣୁ ହରିଦାସ ଠାକୁର କହିଲେ କିଛି ଚାହେଁନି, ମହାପ୍ରଭୁ କୃପାରୁ ତାଙ୍କର କୌଣସି ଉଚ୍ଚ ଅଭିଳାଷ ନାହିଁ, ଉଚ୍ଚାକାଂକ୍ଷା ନାହିଁ। ଯଦୃଚ୍ଛା କମେ ଭଗବତ ଇଚ୍ଛାରେ ଯାହା ପ୍ରାପ୍ୟ ହୁଏ ବୈଷ୍ଣବ ସେଟା ହିଁ ଗ୍ରହଣ କରନ୍ତି, କେହି ଚାହାନ୍ତିନି। ଗୁରୁ ମହାରାଜ ଭଜନ କରିବା ପାଇଁ ଚାହୁଁଥିଲେ, ଆମର ଭଜନାନନ୍ଦୀ ମହାତ୍ମା ଯମୁନା କୂଳରେ ଭଜନ କରିଥାନ୍ତି। ଭଗବତ ଇଚ୍ଛା ମହାପ୍ରଭୁ ପ୍ରେରଣା କଲେ ତାଙ୍କୁ, ପ୍ରଭୁପାଦ ରାଧାଣୀ ପ୍ରେରଣା କଲେ, ଭକ୍ତି ଠାକୁର ଇଚ୍ଛା ଥିଲା। ଏସବୁ ମହତ୍ ପୁରୁଷମାନଙ୍କର ଆଦେଶ ବା ମହାପ୍ରଭୁଙ୍କର କୃପା ଆଦେଶ, ଏଥିପାଇଁ ମାନେ ଏ ପ୍ରକାର ଅଦ୍ଭୁତ ମାନେ ଜଗତ ଉଦ୍ଧାର ଲୀଳା କରି ଯାଇଛନ୍ତି, ଅସମର୍ଥ ଲୀଳା। ଆମମାନଙ୍କର ନା କୌଣସି କିଏ ଆଦେଶ କରିଛନ୍ତି ଆମକୁ, ନା ଆମମାନଙ୍କୁ ମହାପ୍ରଭୁ ରାଧାଣୀ ଆସି କହିଛନ୍ତି। ଆମେ ଯଦି ଅଣ୍ଟା ଭିଡ଼ି 2-4 ଯଦି ହରିନାମ ଦେଇଦେବା, କ'ଣ ହେବ? ସେ ଶିଷ୍ୟର କିଏ କଲ୍ୟାଣ ହେବ କି? କେବେ କଲ୍ୟାଣ ହେବନି, କେବେ ହେବନି। ଠିକ୍, ସେଥିପାଇଁ ଯେଉଁମାନେ ଅଧିକାରୀ ନା, ଯେମିତି ଆମର ମିଶନରେ ବର୍ତ୍ତମାନ ପୂଜ୍ୟପାଦ ବିଷ୍ଣୁ ମହାରାଜ, କେଶବ ମହାରାଜ, ବଡ଼ ଯେଉଁମାନେ ଅଛନ୍ତି ଅଧିକାରୀ, ସେମାନେ ତାଙ୍କୁ ସମସ୍ତେ ସମର୍ଥନ କରାହେଇଛି, ସମସ୍ତଙ୍କ ଦ୍ୱାରା ସମସ୍ତଙ୍କର ଶିକ୍ଷାଗୁରୁ ସେମାନେ, ମିଶନ ସାରାର ଗୁରୁ ଭାଇମାନଙ୍କର, ସେମାନେ ସେ ପଦ ପାଇଁ ଠିକ୍। ଆମେ ଯଦି କାଲି ସବୁବେଳେ ଆସି 10-12 ବର୍ଷ ଯାକ 2-4ଟା ଶ୍ଲୋକ କହିଦେବା, ଏମିତି ମାନିବେ ନା, ଯିଏ ହେଲେ ଯାହାକୁ ଲୋକ ଯାଇ ହରି କଥା କଲେ ଲୋକ ଗୁରୁ ମହାରାଜ ମହାରାଜ ଦଣ୍ଡତ ହେଉଛନ୍ତି, ଗୁରୁଦେବ ଗୁରୁଦେବ କହୁଛନ୍ତି। ଆମେ ଯଦି ଭାବିବା ଯଦି ଗୁରୁ ହେଇଗଲେ, ତାହେଲେ ସେଇ ଦିନଟି ପତନ ହେଇଯିବ, ସେଇ ଦିନଟା ଆରମ୍ଭ ହେଇଯିବ ପତନଟା। ଜଣେ ଯଦି କିଏ ଭାବିକି ତା ସମ୍ମାନ କରୁଛି ଅଲଗା କଥା। ଦ୍ରୋଣାଚାର୍ଯ୍ୟକୁ ଭାବି ଏକଲବ୍ୟ ସମ୍ମାନ କରିଥିଲେ, ପାଇଥିଲେ ବର, କିଛି ଅସୁବିଧା। ଜଣଙ୍କ ପ୍ରତି ଯାହାର ଆନ୍ତରିକ ନିଷ୍ଠା ଅଛି, ତାଙ୍କୁ ସେ ଗୁରୁ ରୂପରେ ମାନିକି ସେ ସମ୍ମାନ କରୁଛି, ସେ ଅଲଗା କଥା, ତାଦ୍ୱାରା ସେ ଫଳପ୍ରାପ୍ତ ହେବ। ହରିଦାସ ଠାକୁର ଏମିତି ନିଷ୍କିଞ୍ଚନ ମହାତ୍ମା ଥିଲେ, ସେ ମହାପ୍ରଭୁ କୃପାରୁ କିଛି ଚାହିଁନଥିଲେ, କୌଣସି ଅଭିଳାଷ ନଥିଲା ତାଙ୍କର। ଅହଙ୍କାରୀ ଲୋକମାନଙ୍କ ଅଭିଳାଷ କିଛି ନଥିଲା, ଅହଙ୍କାରୀ ଲୋକ ସଦୃଶ। ଠାକୁର ହରିଦାସଙ୍କର ଚୈତନ୍ୟ କୃପାକ୍ରମେ ତାଦୃଶ କୋନ ଉପାଧିକ ମାତ୍ର ଉଦୟ ହୋଇନାହିଁ। তিনি ଶ୍ରୀ ଚୈତନ୍ୟ ଦେବର ଶିକ୍ଷାଏ ଅନୁମୋଦିତ ପ୍ରଚୁର ଦନ୍যେ ବିଭୂଷିତ ছিলেন।
हरदास ठाकुर जी चैतन्य महाप्रभुଙ୍କର ଶିକ୍ଷାରେ ଅନୁମୋଦିତ ହେଇଛନ୍ତି। ତାଙ୍କର ପ୍ରଚୁର ଧନ୍ୟତା ଥିଲା। ମହାପ୍ରଭୁ ଶିକ୍ଷାରେ ସେ ଅନୁମୋଦିତ। ତାଙ୍କର ଜୀବନ ଆଦର୍ଶ କେବଳ ଦୀକ୍ଷା ଅବଲୋକନ କରିବା ମହାପ୍ରଭୁଙ୍କର ଦ୍ୱାରା ହିଁ ସେ ଶିକ୍ଷିତ। ଏଥିପାଇଁ ଧନ୍ୟତା ତାଙ୍କ ଜୀବନରେ ଦେଖାଯାଇଛି। ପ୍ରତି ମୁହୂର୍ତ୍ତରେ ଧନ୍ୟ ହିଁ ଧନ୍ୟ, ପ୍ରତି କ୍ଷେତ୍ରରେ। मंगलर आकर तृणादपि सुनिच हैया, उदाम वृत्ति परिहार पूर्वक तरु सदृश सहिष्णुता अवलंबन करथिले। महाप्रभु शिक्षा एटा शिक्षाष्ट कर तनु तृणादपि सुनिच न तरुरूपी सहिष्णु न अमान्य मान दिन कीर्तनीय सदा। तार ज्वलंत दृष्टांत होचंदी हरिदास ठाकुर। तृणादपि सुनिच, निजको आज छोट मन कर एमती छोट मन कर संभव ना एटा। सब बड़े बारंडा तले सब महाप्रभु परिक्रमा को घर भितर बारंडा कीर्तन करती, बारंडा तले बसती, भूमि बसती, क्या घर भीतर प्रवेश करना। श्रीमंदिर बाहर दूर रही से भितर प्रवेश करना। एत धन्यता निजक सब नीच पतित अधम से भावी आ सबकि सही भी कर सहिष्णुता गुण भी तांकर। वैष्णव सहिष्णुता गुण निहत रहना दरकार। प्रभुपाद कहते मठवासी सह्य गुण दरकार। मठवासी प्रथम लक्षण है सह्य करवा। प्रथम लक्षण सही पारनी ताल रही पारनी। जे सही पानी रही पारनी कौन टी कहले ए दल्ला बेड़ी गंगा बोले थी गांगी बोले चलला बेड़ी दे कि मठवासी पार सही बात आसो तो साधु को तो अरे साधु भक्त तो भक्त जदि एक प्रकार विपद न आस कि भक्त निंदा न आस कि भक्त साधु वैष्णव भक्त हेल्ले निंदा आसो अपवाद आसो भिन्न प्रकार आसो सब सुख सब खाली सम्मान मिलनी। यदि खाली सम्मान ही मिलूँ बुझा पड़ो तार से मुख्य फल मिलनी गौण फलटा मिल। भक्त हो खाली सम्मान जदि मिलूँ बुझा पड़ो गौण फल मिलूँ मुख्य फल ना। मुख्य फल तो से मिले जब निंदा भी आसो निंदा भी आसो अपमान आसो अपवाद आसो संघर्ष कर संग्राम कर ठीक थी तो लोक भूल कहे कि भजन चित्त हो बर शत्रु को मित्र भावी तार कल्याण चिंता करूँ। साधु जिते कसटी पथर कसी हम ना समाजर से तार साधुता प्रस्फुटित हो। चंदन को जिते घसले सुगंध बाहर आखु को जिते पिष्ट करते मिठास हम। से साधु जिते निंदित भर्चित हम जो ठीक था आज जो मैंने अपमा अपवा भूल काम कर निंदा करवा कथा से माड़ खाया कथा जेल जाऊँ। हरदास ठाकुर कम निंदा कराइला ना 22 बजार प्रहार करा पिटा एटा जाति आनी कर जबन जबन है कि हिंदी आनी कर बड़ा नाट बाबा देखे एथिपाई ये सब सहिष्णुता गुण थी बरं जी प्रहार मंगल चिंता कले जी प्रहार करते जगन माने तांकरी मंगल चिंता कले हरदास ठाकुर महात्मा तांको कहा निंदिक मित्र हमारा सुखी रहो साधक निंदिक मित्र मेरो रोग नाहत न तारा। हे निंदक मित्र माने तमें केवे रोगग्रस्त होनी। तुम जो रोगग्रस्त हो तो निंदा कर ना। शरीर भगवान तुम सुस्थ रखु सबल रखु तुम सुस्थ हरू आम मत निंदा ही कर मोर कारण तुम निंदा ही प्रशंसा शुणी शुणी कान बधी रही है। महाराज जगतर प्रशंसा बाह्य तुच्छ सम्मान पाई पाई मु
ପତନୋନ୍ମୁଖୀ ହେଇଯାଇଛି। ତମ ମୁଖ ନିଶ୍ଚିତ କିଛି ନିନ୍ଦୁକ ବାଣୀ ଶ୍ରବଣ କଲେ ସେଇଟା ମୋ ପାଇଁ ଶୀତଳତା ପ୍ରଦାନ କରେ। ଆଉ ମୁଁ ମୋର ନିନ୍ଦାକୁ ଦେଖି, ମୁଁ ମୋର ଭୁଲଟାକୁ ଦେଖିପାରୁନି। ପ୍ରଶଂସକମାନେ ତ ତୋଷାମତ କରିମାନେ ତ ମୋତେ ପ୍ରଶଂସା କରନ୍ତି, ବା ମହାରାଜ ବହୁତ ବଢ଼ିଆ, ଆପଣ ବହୁତ ଭଲ। କିନ୍ତୁ ତୁମେ ତ ଜଣେ ପୃଥିବୀରେ ଜଣେ ଅଛ ବ୍ରହ୍ମାଣ୍ଡ, ଯିଏକି ମୋର ପ୍ରକୃତ ମୋ ଦୋଷଟାକୁ ମୁଁ ଦେଖିପାରୁନି, ସେଇ ଦୋଷଟା ତୁମେ ଦେଖେଇ ପାରୁଛ। ମୋର ମଙ୍ଗଳ କଲ ନା ତୁମେ। ଏଥିପାଇଁ ନିନ୍ଦୁକ ମିତ୍ର ହମାରା, ନିନ୍ଦୁକ ମାନେ ମିତ୍ର କୁହାଗଲା, ତାଙ୍କୁ ଶତ୍ରୁ ଭାବିବେ। ଏଇ ହେଉଛି ବୈଷ୍ଣବ ଉଚିତ ବ୍ୟବହାର। ସବା ଏଇସେ ପ୍ରଣତି କ'ଣ ସବାରେ ପ୍ରଣତି ଏଇଷ୍ଟ ବୈଷ୍ଣବ ଧର୍ମ। ସବାରେ ପ୍ରଣତି, ଶତ୍ରୁ ମଧ୍ୟ ପ୍ରଣାମ କରିବ ଏଠି, ତାକୁ ବୈଷ୍ଣବ ଧର୍ମ କୁହାଗଲା। ବୈଷ୍ଣବ ବେଶଟା ସହଜ ହେ। ଗୁରୁ ମହାଜ ଦେଇଦେଲେ, ଗୁରୁବାରକୁ ଦେଇ ଦେଉଛନ୍ତି, ତିଳକ ପକାଇଦେଲେ, ମାଳି ପକାଇଦେଲେ, ବେଶ ଦେଇଦେଲେ। କିନ୍ତୁ ବେଶର ମର୍ୟାଦାକୁ ପାଳନ ରକ୍ଷା କରିବା, ବୈଷ୍ଣବଚିତ ବ୍ୟବହାର ଜୀବନରେ ଆଚରଣ କରିବା ବହୁତ ବଡ଼ କଷ୍ଟ, ଏତେ ସହଜ ନାହିଁ। ବୈଷ୍ଣବ ହେବାର ଜନ୍ୟ ମନେ ছিল ବଡ଼ ସ୍ୱାଦ, ତୃଣାଦ ପିଶ୍ଲୋ କେତେ ପଡ଼ିଗଲ ବାଦ। ବୈଷ୍ଣବ ପାଇଁ ମନରେ ବହୁତ ଆଶା ଥିଲା, ଆସିଗଲି। କିନ୍ତୁ ଯେତେବେଳେ ଶୁଣିଲି ତୃଣାଦପି ଶ୍ଲୋକ ଯେତେବେଳେ ଶୁଣିଲି, ଆରେ ଭାଇ ସବୁଠୁ ଘାସଠୁ ମଧ୍ୟ ଅତି ଛୋଟ ହେବାକୁ ପଡ଼ିବ, ଛୋଟ ତ ହେଇପାରିବନି କେବେ। ଆମ ଅମକ ଘରରୁ ଆସିଛେ, ଏତେ ବଡ଼ ପାଠ ପଢ଼ୁଛେ, ଏତେ ଆମର ସମ୍ପତ୍ତି ଅଛି, ବୁଦ୍ଧି ଅଛି, ରୂପ ଅଛି, ବିଦ୍ୟା ଅଛି, ଚତୁର ଅଛି, ମୁଁ କ'ଣ ତୁମଠୁ ଛୋଟ ହେବି? ଇମାନ ଗ୍ରାସ କରିବ, ଶରଣାଗତ ହେଇପାରିନି ବୈଷ୍ଣବ ପାଖରେ। ବେକାର ଯେ ଘରେ ରହିକି ଭଜନ କଲେ ଭଲ, ଏଇ ବାଜମାନ ପାଖରେ କିଏ ପଡ଼ିବ? ଏମିତି ବିଚାର ଆସେ ବେଳେବେଳେ, ସହଜ ନୁହେଁ। ତାପରେ ତୋରୁଠୁ ସହିଷ୍ଣୁ ହୁଅ। ବାପା ମା' କେହି ପାଟି ଗାଳି କରିନଥିଲେ, ମୋତେ ପଦଟି କହିନଥିଲେ, ସାଙ୍ଗସାଥି କେହି କହିନଥିଲେ। ଏ ମଠ ରହିଲେ ମାନେ ସବୁ କହିବେ ନା, ଜୀବନେ କାହିଁକି ଶୁଣିକି ରହିବି, ଖଟିବୁ ଦିନ ସାରା ଖଟିବୁ, ଏମାନେ ଗାଳି ଖାଇବୁ, ବେକାର ଘରକୁ ଭଲ। ଏମିତି ହେଉଛି ବେଳେବେଳେ। ଅମାନି ନା ମାନ ଦେନ, ଆହୁରି କୁହାଯାଇଛି କ'ଣ, ସମ୍ମାନ ଚାହିଁବନି ସମ୍ମାନ ଦେବ। କିଏ ସୁଧନ୍ଦା କରିବ କୁହନ୍ତି? ସମ୍ମାନ ଦେଉଥିବ ସମତି ସମ୍ମାନ ଦେବ, ନିଜେ ସମ୍ମାନ ଚାହିଁବନି। ଇଏ ଯେତେବେଳେ ଶୁଣିଲି ନା, ମୋର ବୈଷ୍ଣବର ସ୍ୱପ୍ନ ଭାଙ୍ଗିଗଲା। କିନ୍ତୁ ବହୁତ ବିଦାୟ ନେଇ ହେଉଛନ୍ତି, ରହିପାରୁନାହାନ୍ତି। ଏଇ ଚାରିଟାକୁ ଯିଏ ପାଳନ କରେ, ସେଇ କୀର୍ତ୍ତନୀୟ ସଦା ହରି, ନା କ'ଣ? ଚାରି ଗୁଣି ଗୁଣି ହିଁ କର କୀର୍ତ୍ତନ, ଧନ୍ୟ ଦେ ଅନ୍ୟମାନେ ପ୍ରତିଷ୍ଠା ବର୍ଜନ। ବେଶ ତ ଗୁରୁବର୍ଗ ଅଯୋଗ୍ୟକୁ ଅଯୋଗ୍ୟତା ଦେଇ ବେଶ ଦେଇଛନ୍ତି, ଅନଧିକାରୀକୁ ଅଧିକାରିତ୍ୱ ଦେଇଛନ୍ତି, କିନ୍ତୁ ତାକୁ ପାଳନ କରିପାରୁନି। ଦେଖୁନାହାନ୍ତି, ହରିନାମ ହେଉଛି ମୁକ୍ତ କୂଳମାନଙ୍କର ଉପାସ୍ୟ। ହରିନାମ ମାଳା ସେମାନେ ଆମକୁ ଦେଇଦେଲେ ଗୁରୁବର୍ଗ, ଆମେ କ'ଣ ଅଧିକାରୀ? କିନ୍ତୁ ଅଧିକାରୀ ନହେଲେ ମଧ୍ୟ ଆମର କଲ୍ୟାଣ କରିବା ପାଇଁ ଦେଇଛନ୍ତି। ଏଇଥିପାଇଁ ତ ଆମେ ହରିନାମ କଲା ସମୟରେ ନିଦ ପଳେଇ ଆସୁଛି, ଆମ ତନ୍ଦ୍ରା ଆସିଯାଉଛି, ମନ ବିଚଳିତ ହେଉଛି, କୁଆଡ଼ୁ ନାଚୁଛି, ସାପ ଧରଳିଆ ଲାଗୁଛି, ବେଳେବେଳେ ବିରକ୍ତି ଲାଗୁଛି। କେତେବେଳେ ଶରୀର ପ୍ରକୃତି ନିଶ୍ୱାସ ଭାବ, ତାପରେ ଶାନ୍ତି ଟିକେ, ନା କ'ଣ? ଆଉ ଧରିଲେ ବେଳେବେଳେ ପେନ୍ ହୁଏ, ବେଳେବେଳେ ଏମିତି ହୁଏ, ବେଳେବେଳେ ଲାଗୁଛି ନା, କଷ୍ଟ ଲାଗୁଛି ନା, ମାନେ ଗୋଟେ ବୋଝ ଭଳିଆ ଲାଗୁଛି, ଯେମିତି ଗୁଡ଼େଇ ହେଇଛି କିଏ ଗୋଟେ। ଘଣ୍ଟେ ବାଜିବ, ଟାଇମ୍ ହେଇଗଲା, ଭାଇ ନିଶ୍ୱାସ। ପରୀକ୍ଷା ସରିଲେ ମୋତେ ଷ୍ଟୁଡେଣ୍ଟର ସେତିକି ଟେନସନ୍ ଯିବନି, ମୂର୍ଖମାନଙ୍କର। ଭଲ ଷ୍ଟୁଡେଣ୍ଟ ତ ବଢ଼ିଆ, ମୂର୍ଖ ଷ୍ଟୁଡେଣ୍ଟ ଯାହା ଦେଖୁଥିବେ, ପରୀକ୍ଷା ସରିଗଲା, ସେମାନେ ସେ ବହି ଫୋପାଡ଼ି ଦେବେ, ସେ କୁଆଡ଼େ ଆଇଡେଣ୍ଟି କାର୍ଡ଼ ସବୁ, ଆଉ ଚାଲିଲେ ଗାଡ଼ି ଫାଡ଼ି ଧରି ବଜାରକୁ ଯାଏ। ସେମିତି ହରିନାମ ମାଳାର ଯେତେବେଳେ ଜପ ସରିଯାଉଛି, ଯିଏ ତ ପ୍ରକୃତ ରସିକ ଭାବକୁ, ତାକୁ ତ ଦୁଃଖ କରିବ ସେ, କାହିଁକି ଏତେ ଜଲ୍ଦି ସମୟଟା ହେଇଗଲା ବୋଲି ଭାବିବ ସିଏ। ଆଉ ଯେଉଁମାନଙ୍କ ସେ ଅଧିକାର ନାହିଁ, ଆମର ତ ପ୍ରାୟ ଅଧିକାର ନାହିଁ, ହେଲା ଗୋଟେ ସରିଗଲା, ଆଜି ଗୋଟେ ଡ୍ୟୁଟି ସରିଗଲା, ଯା। ଏଇ ହେଉଛି ଆମର ସ୍ଥିତି। ତଥାପି ଆମକୁ କୃପା କରିଛନ୍ତି ଗୁରୁବର୍ଗ, ଅନଧିକାରୀ ମଧ୍ୟ ଅଧିକାର ଦେଇଛନ୍ତି ମଙ୍ଗଳ କରିବା ପାଇଁ। ସେମିତି ହେବ, କେମିତି ଏସବୁ ପାଳନ କଲେ ହେବ। सकल के मान दिया स्वयं अमानी होया, ବୈଷ୍ଣବର ଅନୁସରଣେ ତିନି ସର୍ବଦା କୃଷ୍ଣନାମ କୀର୍ତ୍ତନ କରୁଥିଲେ। ଇଏ କ'ଣ କରୁଥିଲେ? ନିଜକୁ ସବୁଠୁ ଛୋଟ ମନେ କରୁଥିଲେ,
जीवन रे पूरा सहिष्णुता गुणर आदर्श थिले ये ज्वलंत दृष्टांत तरुरूपी सहिष्णुता कहगला। वृक्षठू भी अधिक सहिष्णु। वृक्ष जमी पानी पानी भी टिके मागोनी क्या सुखिक मरीज पछे ना कौन सुखाया मैला पछे पानी ना माग सुखी मरीज से पानी मागोनी घर्म वृष्टि सहित निजक रक्षा करो कि जे जहाँ मागे दे दो सब जे जहाँ मागे देन आपन धन घर्म वृष्टि सह कर निजे रक्षा ना निजे बचापी क्या हाथ पतेबनी से बर जी जहाँ मागे देदेव आपन धन निजर फल फूल सब दे दूचे ना एपरी काठुरिया गछ काटुव ताकू मारुची सी तथापि वृक्ष देवता देख एत कृपा प्रति बात्सल्यता से भावुन जहाँ छाई कहीं देवे माने पूरा संपूर्ण भूमि रे भुलुंटित होला पर्यंत से छाया प्रदान करुथो जे हनन करुचे यही स्वभाव कले वृक्ष पाखे एमती गुण हवा दरकार वैष्णव संभव एटा असंभव नहीं भजन जन कर संभव हो ना केते कौन कर हरिदास ठाकुर सेमती थे समस्त की सम्मान दौले सी सम्मान चाहू नी सी आम तो गुरु महाराज पाक जा पूरा हाथ जोड़ी देते से महाराज पूरा हाथ जोड़ी महाराज दंड तो पर हो हाथ टेक देते वैष्णव गला अमान्य हुआ वैष्णवर अनुसरण अमानी सम्मान चाहिए सब सम्मान दब यही प्रकार करी से वैष्णव मान अनुसरण रही सब हरिनाम कीर्तन करते हरिनाम ये कीर्तन करा सर्वदा हरिनाम सीमान करते चारि गुण जो ये चारि गुण तो अभाव होगा ताले हरिनाम कीर्तन प्रति आमर आसबनी भाव आसो से प्रकार स्पृहा श्रद्धा आस करुवा गोटे ड्यूटी कला कर श्रद्धा न घुसुरी घुसुरी गला जाऊा से प्रीति ना श्रद्धा नहीं भक्ति नहीं ये हरिदास ठाकुर लक्षण हो स्वभाव अच्छी प्रकार सब से हरिनाम करते किंतु ये महाप्रभु शिक्षा शिक्षित ही करते सी तो शिक्षाष्टकर तृतीय श्लोक जीवन में पूरा पालन करते सी आ सब वैष्णव संगे रही वैष्णव उचिष्ट सेवन करी वैष्णवचित धर्म को जाजन करने जीवन एकमात्र कृत्य जन्मजन्म कृत्य बोली से प्रार्थना करते यही बर मांगले से महाप्रभु कहले मोर तो देखिबार सर्वदा अपन योग्यता नहीं तथे मोर यही प्रार्थना प्रभु कल महाप्रभु कहले तो जहाँ मागुछ माग तुम अदय किसी नहीं यही बर मांगले वैष्णव उचिष्ट जमी मोर भजन मुख्य अंग हो घंटा तो होगा कड़े घंटा सरीगला जगह बुझल कौटी रहा कथा बुझल ना से रहो जो भजन हो भोजन हो लोक के रोच पेट मान रोच भजन जोड़ी हो आजिकल उत्सव किसी लोग पचार महाराज खाई दिज्व ना उत्सव के हम अभिषेक के हम श्रृंगार के हम यहाँ पचारे खाईते देवे ना खावा समय पचारे तथा करा पड़ो भोजन दबा भी पड़ो कहीं खाऊ खाऊ प्रसाद प्रसाद हानि से जायते प्रसाद लालच आसले तो जहाँ भी आसतु ये गुरुवर्ग प्रसाद प्रासाद ये दुटा कर बड़े बढ़िया स्वामी महाराज कौन कले प्रासाद तैयारी कले पूरा 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 हाईटेक बिल्डिंग सब तैयारी कले भव्य निर्माण कले पूरा लैट्रिन बाथ माटा सब कले पूरा डिलक्स रूम ताको देखी लोक आसे बढ़िया बढ़िया सुंदर गेट कले बड़ मंदिर कले लोक देखिक आस कुड़ियाड़ी करदियो गोटे वस्तु से समय थिला सनातन को सेवा भजन करते कुड़िया भर बस भजन करते से प्रकार परिक्रमा जाते से समय सेम एवं जदि बस किए पचारे सेमती कम लोक पचारे एबर जो प्रचार संस्था स्वामी महाराज बड़ चतुर थे से निष्किंचन रोते सी किंतु लोक मान को आकर्षण कर भव्य मंदिर से निर्माण करते कौन हो भव्य मंदिर बसिया लोग खाली कुछ कुछ कर जाए
भव्य मंदिर निर्माण करते निर्माण कर विभिन्न प्रकार प्रसाद तैयारी कले से विचित्र प्रसाद प्रसाद द्वारा प्रसाद द्वारा लोक आप्यायित कले से तापर कौन है लोक आकर्षण की प्रचार कले से तो कितना कर निताई गौरांगो निताई गौरांगो ए निताई गौरांगो निताई गौरांगो निताई गौरांगो निताई गौरांगो निताई 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 गौरांगो निताई 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 गौरांगो हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम राम हरे 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 कृष्णा हरे राम 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 हरे हरे राधा कुंज बिहारी राधा माधव मदन मोहन वृंदावन चंद्र सरकार की जय तेरे पिता तो परम पाठ कीर्तन से चैतन्य भागवत देवांजलि वृंदावन दस ठाकुर कृष्ण विष्णु विष्णु भगवत कृष्ण भक्त सिद्धांत सती शंकर उपाधि जरूर सनातन भट्ट रघुनाथ जी गोपाल भट्ट दर्शन लुसी बंद सभान दस परिवेश पस्त प्रपात पस्त जी नामाचार्य श्री दस्त उज्ज श्री राधारणी वैष्णव श्री राधे